କିପରି ସୁଖୀ ହେବେ? ସମସ୍ତଙ୍କ ଠାରେ ଥିବା ଭଲ ଗୁଣକୁ ଗ୍ରହଣ କରନ୍ତୁ। କଠିନ ପରିଶ୍ରମ କରନ୍ତୁ। ପିତା ମାତାଙ୍କ ଠାରୁ ଆଶୀର୍ବାଦ ନିଅନ୍ତୁ। ଋଣରୁ ମୁକ୍ତ ହୁଅନ୍ତୁ। ଅଯଥାରେ ମସ୍ତିଷ୍କକୁ ଭାରାକ୍ରାନ୍ତ କରନ୍ତୁ ନାହିଁ। ପିଲାମାନଙ୍କୁ ଯୋଗ୍ୟ କରନ୍ତୁ। ପରିବେଶକୁ ସୁନ୍ଦର ରଖନ୍ତୁ। ଗୁରୁ ବାକ୍ୟକୁ ପାଳନ କରନ୍ତୁ। ମନକୁ ଖୁସି ରଖନ୍ତୁ। ମିଷ୍ଟ ଭାଷୀ ହୁଅନ୍ତୁ। ଶାସ୍ତ୍ର ପାଠ କରନ୍ତୁ। କୁ ଅଭ୍ୟାସ ଠାରୁ ଦୂରରେ ରୁହନ୍ତୁ। ଛୋଟ ସଂସାର ଗଢ଼ନ୍ତୁ। କାମ କ୍ରୋଧ ଲୋଭକୁ ଦମନ କରନ୍ତୁ। ଇନ୍ଦ୍ରିୟମାନଙ୍କୁ ନିଜ ଆୟତ୍ତରେ ରଖନ୍ତୁ। ଦାନ ଓ ଧର୍ମ କାର୍ଯ୍ୟରେ ମନୋନିବେଶ କରନ୍ତୁ। ଅଯଥାରେ ବେଶୀ ଗପନ୍ତୁ ନାହିଁ। ବାସ୍ତବ ଜୀବନ ସ୍ୱର୍ଗରେ ସବୁକିଛି ଅଛି, କିନ୍ତୁ ମୃତ୍ୟୁ ନାହିଁ। ଗୀତାରେ ସବୁକିଛି ଅଛି, କିନ୍ତୁ ମିଛ ନାହିଁ। ଦୁନିଆରେ ସବୁକିଛି ଅଛି, କିନ୍ତୁ କାହାରିକୁ ଶାନ୍ତି ନାହିଁ। ଆଜିର ମଣିଷ ପାଖରେ ସବୁକିଛି ଅଛି, କିନ୍ତୁ ଧୈର୍ଯ୍ୟ ନାହିଁ। ସେହିପରି ଏଠି ଆଶା ଅଛି, ପୂର୍ଣ୍ଣତା ନାହିଁ। ଏଠି ସ୍ୱପ୍ନ ଅଛି, ସତ୍ୟତା ନାହିଁ। ଏଠି ଜୀବନ ଅଛି, ଆନନ୍ଦ ନାହିଁ। ଏଠି ବନ୍ଧୁ ଅଛି, ବନ୍ଧୁତା ନାହିଁ। ଏଠି ସମ୍ପର୍କ ଅଛି, ବାସ୍ତବତା ନାହିଁ। ଯିଏ ଆଖି ଖୋଲିବା ମାତ୍ରେ ପ୍ରତିଦିନ ମନେ ରଖିଥାଏ, ସେ ହେଉଛି ପ୍ରେମ। ଯାହାର ସ୍ୱର ହୃଦୟ ଶୁଣିବାକୁ ଇଚ୍ଛା କରେ, ସେ ହେଉଛି ପ୍ରେମ। ଯିଏ ଝଗଡ଼ା ପରେ ମଧ୍ୟ ନିଶ୍ଚିତ ହେବାକୁ ଇଚ୍ଛା କରେ, ସେ ହେଉଛି ପ୍ରେମ। ଯାହା ଚିନ୍ତା ଆପଣଙ୍କ ମୁହଁରେ ହସ ଆଣିଦିଏ, ସେ ହେଉଛି ପ୍ରେମ। ଯାହାର ଅନୁପସ୍ଥିତି ଆପଣଙ୍କୁ ଦୁଃଖ ଦିଏ, ତାହା ହେଉଛି ପ୍ରେମ। ଦୁଃଖ ସୁଖ ତ ଆସିବ, ଛାଇ ଆଲୁଅ ଦିନରାତି ପରି। ଦୁଃଖ ସୁଖ ସୃଷ୍ଟିର ନିୟମ। ଆମେ ସହ୍ୟ କରିବାର ଅଭ୍ୟାସ କରିବା ଆବଶ୍ୟକ। ଏହା ସହିତ ନୂଆ ଶୈଳୀରେ ପୁଣି ଜୀବନ ସଂଘର୍ଷ ଆରମ୍ଭ କରିବା ଜରୁରୀ। ନହେଲେ ଆମେ ପଛରେ ପଡ଼ିଯିବା। ଭଲ ଲୋକଙ୍କୁ ଭୁଲ ବୁଝୁଥିବା ମଣିଷ ଭବିଷ୍ୟତରେ ବହୁତ ପସ୍ତାଏ। ଯେତେବେଳେ ଠିକ୍ ବୁଝିବା ଆରମ୍ଭ କରେ, ସେତେବେଳକୁ ସବୁ ସରିଯାଇଥାଏ। ଯେ ଶାନ୍ତିରେ କିପରି ରହିବେ? ଅଜଣା ଅଚିହ୍ନା ଲୋକଙ୍କୁ କେବେ ଘରେ ଆଶ୍ରୟ ଦିଅନ୍ତୁ ନାହିଁ। ଗ୍ରାମଠାରୁ କେବେ ଦୂରରେ ଘର କରନ୍ତୁ ନାହିଁ, ନଚେତ୍ ଆପଣ କେବେ ଶାନ୍ତିରେ ଶୋଇପାରିବେ ନାହିଁ। ଖରାପ ଲୋକଙ୍କ ଠାରେ ଭଲରେ କିମ୍ବା ମନ୍ଦରେ କୌଣସି ସମ୍ପର୍କ ରଖନ୍ତୁ ନାହିଁ। ପିତାମାତାଙ୍କୁ କେବେ ଅସମ୍ମାନ କରନ୍ତୁ ନାହିଁ। ମାଦକ ଦ୍ରବ୍ୟଠାରୁ ଦୂରେଇ ରୁହନ୍ତୁ। ଅନ୍ୟର ବିପଦ ସମୟରେ ତାକୁ ଥଟ୍ଟା ପରିହାସ କରନ୍ତୁ ନାହିଁ। ଅଧିକ ଖୁସି ସମୟରେ ଏପରି ନିଷ୍ପତ୍ତି ନିଅନ୍ତୁ ନାହିଁ କି ଆପଣଙ୍କୁ ପରେ ତାହା କଷ୍ଟ ଦେବ। ମନେ ରଖନ୍ତୁ, ଦୁଃଖ ପରେ ସୁଖ ଏବଂ ସୁଖ ପରେ ଦୁଃଖ, ଏହା ହେଉଛି ସଂସାରର ନିୟମ। ଦୁଃଖ ବେଳେ ଭାଙ୍ଗି ପଡ଼ନ୍ତୁ ନାହିଁ କି ସୁଖ ବେଳେ ଅହଙ୍କାର କରନ୍ତୁ ନାହିଁ। ଜୟ ଶ୍ରୀ ଜଗନ୍ନାଥ।